ଚାନ୍ଦା ପାଇଁ ଠିକାଦାରକୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାରେ 3 ଜଣଙ୍କୁ ଘଷିପୁରା ପୁଲିସ ଗିରଫ କରିବାରେ ସଫଳତା ପାଇଛି। ପୁଣି ଥରେ ଆନନ୍ଦପୁର ପୁଲିସର ବିରାଟ ସଫଳତା। ଆନନ୍ଦପୁର ଏସଡିପିଓ ଶ୍ରୀଯୁକ୍ତ କମଳ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଘଷିପୁରା ପୁଲିସର ସହଯୋଗରେ 20 ତାରିଖ ରାତିରେ ଠିକାଦାର ଡିହସିଆ ଗ୍ରାମର ବିପିନ ପରିଡ଼ାକୁ ଘରୁ ଡାକି ମଦ ପିଇବାକୁ ଟଙ୍କା ମାଗିଥିବା ସେ ଦୁର୍ବୃତ୍ତମାନଙ୍କୁ ଏବଂ ଟଙ୍କା ନ ଦେବାରେ ସେମାନେ ସଂଘବଦ୍ଧ ଭାବେ ଠେଙ୍ଗାରେ ଯେଉଁ ଆକ୍ରମଣ କରିଥିଲେ, ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା, ସେହି ଘଟଣାର ତଦନ୍ତ କରି ଘଷିପୁରା ପୁଲିସ ସହିତ 3 ଗୋଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି 3 ଜଣଙ୍କୁ ଗିରଫ କରିଛନ୍ତି। 2 ଜଣଙ୍କୁ ବାଲେଶ୍ୱର ଅଞ୍ଚଳରୁ ଏବଂ ଜଣକୁ ଯାଜପୁର ଅଞ୍ଚଳରୁ ଗିରଫ କରିଛି ଘଷିପୁରା ପୁଲିସ ଏବଂ ଏସଡିପିଓ କମଳ କୁମାର ପଣ୍ଡା। ଯେଉଁମାନେ ଗିରଫ ହୋଇଛନ୍ତି ସେମାନେ ହେଉଛନ୍ତି ହାତୀଶିଳା ଡିହ ସାହିର କାଳିନ୍ଦୀ ନାୟକ, ରବୀନ୍ଦ୍ର ନାୟକ ଏବଂ ବାଦଲ ନାୟକ। କେନ୍ଦୁଝର ଆନନ୍ଦପୁରରୁ ସତ୍ୟଦାସଙ୍କ ରିପୋର୍ଟ, OTN TV। କୌଣସି ସାକ୍ଷ୍ୟ ଦେଇନାହାନ୍ତି। କେସ୍ ତଦନ୍ତାଧୀନ ଅଛି। कौन सा 400 लगी? ସେଇ ଲାଗିଛି ଆମର ମର୍ଡର କେସ୍ରେ ଦଫା ଲାଗିଛି ଏବଂ ଯେଉଁ କମନ ଇଣ୍ଟେନସନ୍ ଥିଲା 3/5। କୋଉଠି ସେ ଧରା ଗଲେ? ଦେଖନ୍ତୁ, ଏମାନେ ସବୁ ସୁନ୍ ଆଫ୍ଟର ଅକରାନ୍ସ ଏମାନେ ସବୁ ମାନେ ଆବସ୍କଣ୍ଡ କରି ଯାଇଥିଲେ ଏବଂ ଏସ୍ପି ସାର୍ଙ୍କ ନିର୍ଦ୍ଦେଶ ମତେ IIC ଘଷିପୁରା 3ଟି ଟିମ୍ ଗଠନ